ସାଙ୍ଗମାନେ ମୁଁ ଗୋଟେ ସତ ଘଟଣା କହୁଛି। ମାନେ ଦେଖିଥିବେ ସବୁ ଶାଶୁମାନ, ସବୁ ନୁହଁ, 100-90% ଶାଶୁମାନଙ୍କ କଥା ମୁଁ କହୁଛି, ଆଉ 10% ଶାଶୁମାନଙ୍କ କଥା ମୁଁ କହୁନି। 90% ଶାଶୁମାନଙ୍କ କଥା ମୁଁ ଏଇଆ କହୁଛି ଯେ ଦେଖିଥିବେ ସେମାନେ ବୋହୂ କରିକି ଆଣିଥିବେ, ଯେଉଁଟା ଆରେଞ୍ଜ ମ୍ୟାରେଜ୍ କରିକି ବି ଝିଅକୁ ଯଦି ଆଣିଥିବେ, ସେ ଯଦି କିଛି ଅଳ୍ପ ଯୌତୁକ ଦେଇଥିବ, ସେ ଯୌତୁକ ବାବଦେ ମାନେ ବୋହୂକୁ ହଇରାଣ କରୁଥିବେ। ଆଉ ଆଉ କିଛିଟା ଘରେ ଲଭ୍ ମ୍ୟାରେଜ୍ ଉପରେ, ଯଦି ଝିଅ ପୁଅ ମାନେ ଲଭ୍ ମ୍ୟାରେଜ୍ କରିଥିବେ ତ ସେ ଯଦି ଅଦର କାଷ୍ଟ ହେଇଥିବ, ଉଇଥି ଯୌତୁକ ଆଣିନଥିବ, ସେ ଦୁଇଟାକୁ ମ୍ୟାଟର୍ କରିକି ତାଙ୍କ ସାଙ୍ଗେ ଝଗଡ଼ା କରନ୍ତି ହେଲା। ମାନେ ଏମିତି ସେମିତି ତୋ ବାହାଘର ଏମିତି ସେମିତି, ତୁ ଖାଇବା ପାଉନୁ, ହଇରାଣ କରିବେ। କିନ୍ତୁ ଆଉ ଗୋଟେ କଥା ଦେଖିବେ, କଥାରେ ଅଛି ନା, ଯେସାକୁ ତେସା ମିଳିଯାଏ। ସେ ଯେମିତି ପର ଝିଅକୁ ହଇରାଣ କରନ୍ତି, ନିଜ ଝିଅ ବି ହଇରାଣ ହୁଅନ୍ତି ହେଲା। ଠିକ୍ ସେ ତାଙ୍କ ଝିଅ ଶାଶୁ ଘରେ ହଇରାଣ ହେଉଥିବେ, ତାଙ୍କ ଝିଅ ଯେତେବେଳେ ମାଆଙ୍କୁ ତାଙ୍କ ମାଆ ମାନଙ୍କୁ ଜଣାଉଥିବେ, ମା ମୁଁ ଏମିତି ହଇରାଣ ହେଉଛି ସେମିତି ହଇରାଣ ହେଉଛି। ଯେତେବେଳେ ସେ ବହୁତ ଶୁଣିଦେଲା ଏ କଥା, ଯେତେବେଳେ ସେ ଶାଶୁକୁ ଉଘେଇ ଦେବ, ଆଉ ତମେ ତ ବହୁତ ଭଲ, ତମେ ତ ଆରେଞ୍ଜ ମ୍ୟାରେଜ୍ ଝିଅ କରିଥିଲ ଯୌତୁକ ଦେଇକିରି, ତମ ଝିଅ ତ ସତୀ ସାବିତ୍ରୀ କିଛି କରିନି, ପୁଅକୁ ପଟେଇକି ଆଣିନି କି କାହାକୁ ଅଲଗା କରିନି, ତାହେଲେ ତମ ଝିଅ କାହିଁ ହଇରାଣ ହେଉଛି? ସେତେବେଳେ ସେ ମାନେ ତାଙ୍କ ମୁହଁ ଏତେ ଟାଣ ହେଇଯିବ, ହଁ ମୋ ଝିଅ କାହିଁ ହଇରାଣ ହେବ, ମୋ ଝିଅ ତ ରାଣୀ ବାଗିଆ ରହିଛି, ମୋ ଝିଅକୁ କୁଟାକୁ ଦ୍ୱିଖଣ୍ଡ କରି ଦେଉନାହାନ୍ତି, ମୋ ଝିଅ ଏମିତି ପିନ୍ଧୁଛି, ସେମିତି ନାଉଛି, ସେମିତି ଖାଉଛି, ସେମିତି ଚଳୁଛି, ମୋ ଝିଅ ସମସ୍ତଙ୍କୁ ନେଇ ଆଣି ଥୋଇ ଜାଣିଛି, ଆଉ ମୋ ଜ୍ୱାଇଁ ଏତେ ଭଲ ସେତେ ଭଲ, ଏମିତି କରୁଛି ସେମିତି କରୁଛି, ମାନେ ଏକ୍ସେଟ୍ରା ଏକ୍ସେଟ୍ରା, ମାନେ ଏତେ କହିବେ, ମାନେ କଥାରେ ନାହିଁ, ମାନେ ବେଦମ ଟାଣ। ଠିକ୍ ତାଙ୍କମାନଙ୍କ ମୁହଁ ସେଇଭଳିଆ। ମାନେ ତମେ ତ ଛାଡ଼ କ'ଣ କହିବ, କିନ୍ତୁ ଠିକ୍ ଗାଣ୍ଡିରେ ବାଜିଥିବ, ବୋଉ କଥା ଠିକ୍ ଗାଣ୍ଡିରେ ବାଜୁଥିବ ହେଲା। କିନ୍ତୁ ତାଙ୍କ ଘମଣ୍ଡ ଭାଙ୍ଗିବନି। ଆମ ଝିଅ ଗାଣ୍ଡି ମରି ଯାଉ, କିନ୍ତୁ ଆମେ ବୋହୂକୁ ହଇରାଣ କରିବୁ। ହଇରାଣ କରୁନ କ'ଣ ହେଇଯିବ? କିନ୍ତୁ ଆମେ ମାନେ ବୋହୂମାନଙ୍କ କଥା କହୁଛି, ସବୁ ବୋହୂମାନଙ୍କ, ସେମାନେ ଠିକ୍ରେ ଥିବେ ବୋଲି ତାଙ୍କ ସ୍ୱାମୀମାନେ ତାଙ୍କ କଥା ଶୁଣୁଥିବେ। ତାପରେ ଏମାନେ କହିବେ ମାଇକିନା ବୋଲ କରା। ଆରେ ମାଇକିନା ବୋଲ କରା ନୁହଁ, ସେମାନେ ଦେଖିଲେ ନା ପର ଝିଅ ଆଇଛି ଆମ ଭରସାରେ, ସେ ଠିକ୍ରେ ଅଛି, ଆଉ ଆମରି ମାଆ ମାନେ ତ ଖରାପ, ଆଉ ଆମମାନଙ୍କ ଘର ଭାଙ୍ଗୁଛନ୍ତି, ସେ ସେଇଥିପାଇଁ ତାଙ୍କ ନିଜ ସ୍ତ୍ରୀ କଥାରେ ଚାଲିବେ, ମାନେ ନିଜ ସ୍ତ୍ରୀ କଥା ବୁଝିବେ। କିନ୍ତୁ ତମ ଝିଅମାନେ ତ କେବେ କାହା ଘର ଭାଙ୍ଗୁନାହାନ୍ତି ନା, ତାହେଲେ ଏତେ ହଇରାଣ କାହିଁ ହେଉଛନ୍ତି? ଆରେ ସୁଧୁରି ଯାଅ, ବେଳ ଥାଉ ଥାଉ। ଯେସା କରିବ ତେସା ପାଇବ। ତମେ ପର ଝିଅକୁ ହଇରାଣ କଲେ ନିଜ ଝିଅ ବି କାନ୍ଦିବ ହେଲା। ତମେ ଯଦି ଆମକୁ ଟିକେ କ'ଣ ଦେଇଥିବ, ତମ ଝିଅ ବେଶୀ କାନ୍ଦିବ। ଭୁଲି ଯାଉଛ କାହିଁକି ସେଇଟା? ଯୌତୁକ କ'ଣ? ଓହୋ, ତମ ପୁଅମାନଙ୍କର ଦୋଷ ନାହିଁ, ଆମର ଖାଲି ଦୋଷ ଅଛି। ତମ ପୁଅମାନଙ୍କର ଇଚ୍ଛା ନାହିଁ, ଆମର ଖାଲି ତମ ପୁଅମାନଙ୍କୁ ଫସେଇକି ନେଇଗଲୁ। ଆରେ ତମ ପୁଅମାନେ ଆମ ପଛରେ କୁକୁର ବାଗିଆ ଗୋଡ଼େଇଥିଲେ, ନ ବାହା ହେଲେ ମରିଯିବି, ସେଇଟା କରିଦେବି ସେଇଟା, ଆଉ ଆମେ ଯଦି ନ ବାହା ହେବୁ, ଯଦି ସୁଇସାଇଡ଼୍ କରିଦେବେ, ତ ସେଇ ମାଆ ମାନେ ଆସି ମିଡ଼ିଆରେ ବାଇଟ୍ ଦେବେ, ମୋ ପୁଅଠାରୁ ଏମିତି ଖାଇଲା, ମୋ ପୁଅକୁ ଗାଣ୍ଡି ମାରିଦେଲା, ଏମିତି କଲା, ଛାଡ଼ିଦେଲା, ସେ ଝିଅ ଭଲ ନୁହଁ କ୍ୟାରେକ୍ଟର, ଆଉ ବାହା ହେଇକି ଯଦି ଆସିଲା, ପୁଅକୁ ପଟେଇ ପାଟେଇ ଗୁଣି କରି ବାହା ହେଇଗଲା। ଝାବେଡ଼ି ଯାକ। ଆରେ ବେଧଗୁରା, ତମେ ତ ମରିବାକୁ ଟାଇମ୍ ହେଲେ, ତମେ ଏତେ ଗାଣ୍ଡି ମରଉଛ କାହିଁକି? ଗୋଟେ କାମ କରୁନ, ତମ ପୁଅମାନଙ୍କୁ ବାହା ହେଇକି ତମେ ରହିଗଲନି, ନହେଲେ ତମ ଝିଅମାନଙ୍କୁ ବାହାଘର କରିଦେଲନି ତମ ପୁଅମାନଙ୍କ ସାଙ୍ଗରେ। ତମ ପୁଅ ବି ତମର ହେଇଥାନ୍ତା, ତମ ପୁଅର ପଇସା ଯଦି ରୋଜଗାର କରୁଛନ୍ତି ତମରି ହେଇଥାନ୍ତା, ତମକୁ ହିଁ ଦେଇଥାନ୍ତା। ଝାବେଡ଼ି ବେଧଗୁରା ସବୁ। ଶାନ୍ତିରେ ନିଜେ ତ ରହିବେନି, କାହାକୁ ରଖେଇ ଦେବେନି। ଆଉ ହଁ, ଏଇଟା କେହି ଦେହକୁ ନେବେନି, ଏଇଟା ସବୁ ଶାଶୁମାନଙ୍କ ପାଇଁ କହୁଛି, ଯେଉଁ ଶାଶୁମାନେ ଏମିତି କରୁଛନ୍ତି। ଆଉ ଯିଏ ବି ଦେହକୁ ନେବ, ମୋର କିଛି ବାଳ ଛୋଡ଼ି ହେଇଯିବନି।